ଜୟ ଜଗନ୍ନାଥ ପିଲାମାନେ, ଆଜିର ଏକ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଶା କରୁଛି ଏହି ଭିଡ଼ିଓଟି ଆପଣମାନଙ୍କୁ ବହୁତ ସାହାଯ୍ୟ କରିବ। ପିଲାମାନେ, ତୁମେମାନେ ସମସ୍ତେ ତ ପୂର୍ବରୁ ଜାଣିସାରିଛ ଯେ ତୁମମାନଙ୍କର ବହି ପରିବର୍ତ୍ତନ ହୋଇଛି। ଆଜି ଆମେ ଅଷ୍ଟମ ଶ୍ରେଣୀର ବିଭିନ୍ନ ବହିର ସୂଚୀପତ୍ର ବିଷୟରେ ଆଲୋଚନା କରିବା। ପିଲାମାନେ, ଏ ହେଉଛି ଅଷ୍ଟମ ଶ୍ରେଣୀର ଗଣିତ ବହି। ଅଷ୍ଟମ ଶ୍ରେଣୀର ଗଣିତ ବହିର ନାମ ହେଉଛି ଗଣିତ ପ୍ରକାଶ। ଗଣିତ ବହିର ସୂଚୀପତ୍ର ଦେଖ ପିଲାମାନେ। ପ୍ରଥମ ଅଧ୍ୟାୟ ହେଉଛି ବର୍ଗ ଓ ଘନ। ଦ୍ୱିତୀୟ ଅଧ୍ୟାୟ ଘାତର ଖେଳ। ତୃତୀୟ ଅଧ୍ୟାୟ ସଂଖ୍ୟାର କାହାଣୀ। ଚତୁର୍ଥ ଅଧ୍ୟାୟ ଚତୁର୍ଭୁଜ। ପଞ୍ଚମ ଅଧ୍ୟାୟ ହେଉଛି ସଂଖ୍ୟା ଖେଳ। ଷଷ୍ଠ ଅଧ୍ୟାୟ ହେଉଛି ବାଣ୍ଟିଲେ ବଢ଼େ। ସପ୍ତମ ଅଧ୍ୟାୟ ହେଉଛି ସମାନୁପାତିକ ଯୁକ୍ତି 1। ଏଗୁଡ଼ିକ ହେଉଛି ତୁମର ଗଣିତ ବହିର ବିଷୟ ସମୂହ। ତାପରେ ପିଲାମାନେ ଦେଖ ତୁମର ବିଜ୍ଞାନ ବହି। ପିଲାମାନେ, ତୁମର ବିଜ୍ଞାନ ବହିର ନାମ ହେଉଛି ଜିଜ୍ଞାସା। ସୂଚୀପତ୍ରରେ ଥିବା ବିଷୟଗୁଡ଼ିକ ଦେଖ। ପ୍ରଥମ ଅଧ୍ୟାୟ ବିଜ୍ଞାନ ଜଗତର ଅନ୍ୱେଷଣ। ଦ୍ୱିତୀୟ ଅଧ୍ୟାୟ ହେଉଛି ଅଣୁଜୀବ ଜଗତ। ତୃତୀୟ ଅଧ୍ୟାୟ ହେଉଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଚତୁର୍ଥ ଅଧ୍ୟାୟ ହେଉଛି ବିଦ୍ୟୁତର ଚୁମ୍ବକୀୟ ଓ ତାପୀୟ ପ୍ରଭାବ। ପଞ୍ଚମ ଅଧ୍ୟାୟ ହେଉଛି ବଳର ଅନ୍ୱେଷଣ। ଷଷ୍ଠ ଅଧ୍ୟାୟ ହେଉଛି ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା। ସପ୍ତମ ଅଧ୍ୟାୟ ହେଉଛି ପଦାର୍ଥର କଣିକା ପ୍ରକୃତି। ଅଷ୍ଟମ ଅଧ୍ୟାୟ ହେଉଛି ପଦାର୍ଥର ପ୍ରକୃତି, ମୌଳିକ, ଯୌଗିକ ଓ ମିଶ୍ରଣ। ନବମ ଅଧ୍ୟାୟ ହେଉଛି ଦ୍ରବ, ଦ୍ରାବକ, ଦ୍ରବଣ। ଦଶମ ଅଧ୍ୟାୟ ହେଉଛି ଆଲୋକ, ଦର୍ପଣ ଓ ଲେନ୍ସ। ଏକାଦଶ ଅଧ୍ୟାୟ ହେଉଛି ଆକାଶ, ଚନ୍ଦ୍ର ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା। ଦ୍ୱାଦଶ ଅଧ୍ୟାୟ ହେଉଛି ପ୍ରକୃତିର ସମନ୍ୱୟ। ତ୍ରୟୋଦଶ ଅଧ୍ୟାୟ ହେଉଛି ଆମ ପୃଥିବୀ, ଜୀବନ ଧାରଣକାରୀ ଏକ ଅନନ୍ୟ ଗ୍ରହ। ତାପରେ ଦେଖ ପିଲାମାନେ ତୁମର ସାହିତ୍ୟ ବହି। ଅଷ୍ଟମ ଶ୍ରେଣୀର ସାହିତ୍ୟ ବହିର ନାମ ହେଉଛି ସାହିତ୍ୟ ସୁରଭି। ସୂଚୀପତ୍ର ଅନୁଯାୟୀ ବିଷୟ ଗୁଡ଼ିକ ହେଉଛି ପ୍ରଥମ ବିଷୟ ଆସ ଉତ୍କଳୀୟ। ପଦ୍ୟ, ଏହାର ସ୍ରଷ୍ଟା ହେଲେ ଜାତୀୟ କବି ବୀରକିଶୋର ଦାସ। ଏଥିରେ ଆଉ ଗୋଟିଏ କବିତା ଅଛି, ଯେଉଁ ଦେଶରେ ଗଙ୍ଗା ବହେ, ପଠନ ନିମନ୍ତେ। ଏହାର ସ୍ରଷ୍ଟା ହେଲେ ବିପିନ ବିହାରୀ ରାଉତ। ଦ୍ୱିତୀୟ ଅଧ୍ୟାୟ ବିହଙ୍ଗ ବିପ୍ଳବ। ଗଳ୍ପ, ସ୍ରଷ୍ଟା ହେଲେ ମହାପାତ୍ର ନୀଳମଣି ସାହୁ। ଏଥିରେ ଆଉ ଗୋଟିଏ ବିଷୟ ଅଛି ପାଞ୍ଚବନ୍ଧୁ, ପଠନ ନିମନ୍ତେ। ଏଟା ପଞ୍ଚତନ୍ତ୍ର କାହାଣୀରୁ ସଂଗୃହୀତ ହୋଇଛି। ତୃତୀୟ ବିଷୟ ହେଉଛି ଶପଥ କବିତା। ସ୍ରଷ୍ଟା ହେଲେ ଅନନ୍ତ ପଟ୍ଟନାୟକ। ଏଥିରେ ଆଉ ଦୁଇଟି ବିଷୟ ରହିଛି ପଠନ ନିମନ୍ତେ। ଏ ମାଟି ମୁଠାକ, ସ୍ରଷ୍ଟା ହେଲେ ହରିହର ନନ୍ଦ। ଚାଲିବାକୁ ହେବ ସମତା ପଥେ, ସ୍ରଷ୍ଟା ହେଲେ ଅଟଳ ବିହାରୀ ବାଜପେୟୀ। ଅନୁସୃଜନ, ବିଶ୍ୱନାଥ ଶତପଥୀ। ଚତୁର୍ଥ ବିଷୟ ଡମକଚ, ଏକ ଭ୍ରମଣ କାହାଣୀ। ସ୍ରଷ୍ଟା ହେଲେ ଶାନ୍ତନୁ କୁମାର ଆଚାର୍ଯ୍ୟ। ପଞ୍ଚମ ବିଷୟ ଭାଗବତ ସୂକ୍ତି ସଂଗ୍ରହ, ଗୋଟେ କବିତା। ସ୍ରଷ୍ଟା ହେଲେ ଜଗନ୍ନାଥ ଦାସ। ଏଥିରେ ଆଉ ଗୋଟିଏ ବିଷୟ ଅଛି ମୋ ଜୀବନ ପଛେ ନର୍କେ ପଡ଼ିଥାଉ। ସ୍ରଷ୍ଟା ହେଲେ ଭୀମ ଭୋଇ। ଷଷ୍ଠ ବିଷୟ ହେଉଛି ଏବେ ମଧ୍ୟ ବଞ୍ଚିଛି। ଗଳ୍ପ, ସ୍ରଷ୍ଟା ହେଲେ ଗୋଦାବରୀଶ ମହାପାତ୍ର। ଏଥିରେ ପଠନ ନିମନ୍ତେ ଆଉ ଗୋଟିଏ ଗଳ୍ପ ଅଛି ଉତ୍କଳମଣି ଗୋପବନ୍ଧୁ ଦାସ। ଏଟା ସଂଗୃହୀତ ହୋଇଛି। ସପ୍ତମ ବିଷୟ ସ୍ୱପ୍ନିଳ ବିହଙ୍ଗ, କବିତା। ମୂଳ ରଚନା ମହାଦେବୀ ବର୍ମା।
ଅନୁସୃଜନ ସମ୍ପାଦନା ମଣ୍ଡଳୀ। ଏଥିରେ ଆଉ ଗୋଟିଏ ବିଷୟ ଅଛି ସ୍ୱପ୍ନର ଉଡ଼ାଣ। ପଠନ ନିମନ୍ତେ ସ୍ରଷ୍ଟା ହେଲେ APJ ଅବଦୁଲ କଲାମ। ଅଷ୍ଟମ ଅଧ୍ୟାୟ ଆହୁତି ଏକାଙ୍କିକା। ସ୍ରଷ୍ଟା ହେଲେ କାର୍ତ୍ତିକ ଚନ୍ଦ୍ର ରଥ। ଏଥିରେ ପଠନ ନିମନ୍ତେ ଆଉ ଗୋଟିଏ ବିଷୟ ଅଛି ମୋ ବୋଉ। ନବମ ଅଧ୍ୟାୟ ମାତୃଭୂମି କବିତା। ସ୍ରଷ୍ଟା ହେଲେ ଗଙ୍ଗାଧର ମେହର। ଏଥିରେ ଆଉ ଗୋଟିଏ ବିଷୟ ଅଛି ଗୋ ମହାତ୍ମ୍ୟ। ସ୍ରଷ୍ଟା ହେଲେ ଗୋପବନ୍ଧୁ ଦାସ। ଦଶମ ଅଧ୍ୟାୟ ଭରତଙ୍କ ଚିତ୍ରକୂଟ ଯାତ୍ରା ପ୍ରବନ୍ଧ। ସ୍ରଷ୍ଟା ହେଲେ ଶ୍ରୀଧର ଦାସ। ଏଥିରେ ଆଉ ଗୋଟିଏ ପଠନ ନିମନ୍ତେ ବିଷୟ ଅଛି ଶାଶ୍ୱତ ଭାରତ। ସ୍ରଷ୍ଟା ହେଲେ ସ୍ୱାମୀ ବିବେକାନନ୍ଦ। ପିଲାମାନେ, ଏ ହେଉଛି ତୁମର ସାମାଜିକ ବିଜ୍ଞାନ ବହି। ଭାଗ କ ଭାରତ ଏବଂ ବିଶ୍ୱ, ଭୂମି ଓ ମାନବ। ପ୍ରଥମ ଅଧ୍ୟାୟ ପ୍ରାକୃତିକ ସମ୍ବଳ ଓ ତାର ବ୍ୟବହାର। ଭାଗ ଖ ଅତୀତର ସ୍ମୃତି ଫର୍ଦ୍ଦ। ଦ୍ୱିତୀୟ ଅଧ୍ୟାୟ ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ। ତୃତୀୟ ଅଧ୍ୟାୟ ମରାଠା ସାମ୍ରାଜ୍ୟର ଉତ୍ଥାନ। ଚତୁର୍ଥ ଅଧ୍ୟାୟ ଭାରତରେ ଔପନିବେଶିକ ଯୁଗ। ଭାଗ ଘ ଶାସନ ଏବଂ ଗଣତନ୍ତ୍ର। ପଞ୍ଚମ ଅଧ୍ୟାୟ ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା। ଷଷ୍ଠ ଅଧ୍ୟାୟ ଭାରତର ସଂସଦୀୟ ବ୍ୟବସ୍ଥା, ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା। ଭାଗ ଙ ଆମ ଚତୁଃପାର୍ଶ୍ୱର ଅର୍ଥନୈତିକ ଜୀବନ। ଏଥିରେ ତୁମର ସପ୍ତମ ଅଧ୍ୟାୟ ଅଛି ଯାହାର ନାମ ହେଲା ଉତ୍ପାଦନର କାରକ। ଏ ହେଉଛି କଳା ଶିକ୍ଷା ବହି। ନାଟକରେ ଥିବା ବିଷୟଗୁଡ଼ିକ ହେଉଛି ଶବ୍ଦକୁ ଜୀବନ୍ତ କରିବା ନାଟ୍ୟ ପଠନ, ଏକମଞ୍ଚ ଅନେକ ପାଣ୍ଡୁଲିପି, ରଚନାଠାରୁ ବଞ୍ଚନ ପର୍ଯ୍ୟନ୍ତ, କରତାଳି ଓ ଉପଦେଶ। ସଙ୍ଗୀତରେ ଥିବା ବିଷୟଗୁଡ଼ିକ ହେଉଛି ସଙ୍ଗୀତର ଉପାଦାନଗୁଡ଼ିକୁ ଆବିଷ୍କାର କରିବା, ସଙ୍ଗୀତମୟ ବାଦ୍ୟଯନ୍ତ୍ର, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ପ୍ରେରଣା ଏବଂ କଳ୍ପନା, ମୋ ସଙ୍ଗୀତର ଜଗତ। ଦଶମ ଅଧ୍ୟାୟ ନୃତ୍ୟର ଆଭ୍ୟନ୍ତରୀଣ ଗତିବିଧି ଶକ୍ତି। ଏକାଦଶ ଅଧ୍ୟାୟ ସର୍ବଭାରତୀୟ ନୃତ୍ୟଶୈଳୀ। ଦ୍ୱାଦଶ ଅଧ୍ୟାୟ ସୁସ୍ଥତା ପାଇଁ ନୃତ୍ୟ। ତ୍ରୟୋଦଶ ଅଧ୍ୟାୟ ଅଭିନବ ସମାବେଶ ଓ ପରିବର୍ତ୍ତନ ପାଇଁ ପ୍ରେରଣା। ଚତୁର୍ଦଶ ଅଧ୍ୟାୟ ନୃତ୍ୟ ପରିବେଷଣ ପାଇଁ ନୃତ୍ୟ ସଂରଚନା। ପଞ୍ଚଦଶ ଅଧ୍ୟାୟ ଦୃଶ୍ୟକଳା ତଥା ରୂପାଙ୍କନରେ ମୌଳିକତା ଓ ସିଦ୍ଧାନ୍ତ। ଷୋଡ଼ଶ ଅଧ୍ୟାୟ ସ୍ଥିର ବସ୍ତୁ ଚିତ୍ରଣରେ ରଙ୍ଗର ପ୍ରୟୋଗ। ସପ୍ତଦଶ ଅଧ୍ୟାୟ ବିଭିନ୍ନ ସ୍ଥାନଗୁଡ଼ିକରେ ଲୋକମାନେ। ଅଷ୍ଟାଦଶ ଅଧ୍ୟାୟ କଳା ଜନତାଙ୍କର, ଜନତାଙ୍କ ପାଇଁ ଓ ଜନତାଙ୍କ ଦ୍ୱାରା। ଊନବିଂଶ ଅଧ୍ୟାୟ କଳା ସଚେତନତା ପାଇଁ ପ୍ରଚାର ପ୍ରସାର। ଏଗୁଡ଼ିକ ହେଉଛି ସାହିତ୍ୟ ସୁରଭି, ଗଣିତ ପ୍ରକାଶ, ଜିଜ୍ଞାସା, କଳା ଶିକ୍ଷା, ସାମାଜିକ ବିଜ୍ଞାନର ବିଷୟଗୁଡ଼ିକ। ଆଗକୁ ପାର୍ଟ 2 ଭିଡ଼ିଓରେ ଅଲଗା ବହିଗୁଡ଼ିକର ସୂଚୀପତ୍ର ଆଲୋଚନା କରିବା। ଧନ୍ୟବାଦ।